ଜୟ ଜଗନ୍ନାଥ ସାଙ୍ଗମାନେ। ପବିତ୍ର ବାହୁଡ଼ା ଯାତ୍ରାରେ ସମସ୍ତଙ୍କୁ ଅଭିନନ୍ଦନ। ସମସ୍ତେ ଦେଖନ୍ତୁ, ସକାଳୁ ସକାଳୁ ମୋ ବାପା ଛାତ ଉପରକୁ ଆସି ତୁଳସୀ ପତ୍ର ତୋଳୁଛନ୍ତି। କାରଣ ସେ ଆଜି ଏହି ତୁଳସୀ ପତ୍ରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ତୁଳସୀ ମାଳଟେ ତିଆରି କରିବେ। ସମସ୍ତେ ଜାଣନ୍ତି ଭଗବାନ ହେଉଛନ୍ତି ତୁଳସୀ ପ୍ରିୟ। ଆଉ ପ୍ରତିବର୍ଷ ମୋ ବାପା ଆଉ ବୋଉ ମିଶି ତୁଳସୀ ମାଳଟେ ଭଗବାନଙ୍କ ପାଇଁ ତିଆରି କରନ୍ତି। ଦେଖନ୍ତୁ ମୋ ବାପା କେତେ ଖୁସି ହୋଇ ତୁଳସୀ ପତ୍ର ତୋଳୁଛନ୍ତି। ଦେଖନ୍ତୁ ମୋ ବୋଉ ଗାଧୋଇ ସାରି ଫୁଲ ଓ ତୁଳସୀ ପତ୍ରରେ ମାଳ ତିଆରି କରିବାରେ ଲାଗିଛନ୍ତି। ବାପା ମଧ୍ୟ ମାଳ ତିଆରି କରିବାରେ ବୋଉଙ୍କୁ ସାହାଯ୍ୟ କରୁଛନ୍ତି। ବାପା କିଛି ଗେଣ୍ଡୁ ଫୁଲ ମାର୍କେଟରୁ କିଣିଥିଲେ। ଆଉ ଆମ ବାଡ଼ିରେ ଥିବା କିଛି ଫୁଲ ଓ ତୁଳସୀ ପତ୍ରରେ ଭଗବାନଙ୍କ ପାଇଁ ସୁନ୍ଦର ଫୁଲମାଳ ତିଆରି କରିବାରେ ଲାଗିଛନ୍ତି। ଫାଇନାଲି କେତେ ବଡ଼ଟେ ଫୁଲମାଳ ଭଗବାନଙ୍କ ପାଇଁ ତିଆରି ହୋଇଗଲା। ଦେଖନ୍ତୁ, ମନ୍ଦିରକୁ ଯିବା ପାଇଁ ଫୁଲମାଳ ଓ କିଛି ଫଳ ବୋଉ ସଜାଡ଼ି ରଖିଛନ୍ତି। ତାପରେ ବାପା, ବୋଉ ଓ ମୁଁ ମିଶି ଆମ ଘର ପାଖରେ ଥିବା ଜଗନ୍ନାଥ ମନ୍ଦିରକୁ ପୂଜା ପାଇଁ ଚାଲିଲୁ। ତାପରେ ଆମେ ମନ୍ଦିରରେ ପହଞ୍ଚିଲୁ। ମୋ ଆଈ ମଧ୍ୟ ଆମ ସାଙ୍ଗରେ ମନ୍ଦିରକୁ ଯାଇଥିଲା। ଦେଖନ୍ତୁ, ଏହି ମନ୍ଦିର ପ୍ରାଙ୍ଗଣରେ ଥିବା ହନୁମାନଙ୍କ ମୂର୍ତ୍ତି କେତେ ସୁନ୍ଦର ଦେଖାଯାଉଛନ୍ତି। ମୋ ଆଈ ପ୍ରଥମେ ବାବା ବଜରଙ୍ଗବାଲୀଙ୍କୁ ଜୁହାର ହେଲା। ତାପରେ ଆମେ ଟିକେ ମନ୍ଦିରର ପ୍ରାଙ୍ଗଣରେ ବୁଲିଲୁ। ବୋଉ ପୂଜା ଡାଲା ଧରି ମନ୍ଦିର ଭିତରେ ପ୍ରବେଶ କଲେ। ଏଠାରେ ଦେଖନ୍ତୁ, ବାବା ସିଦ୍ଧେଶ୍ୱର ମହାଦେବଙ୍କ ମୂର୍ତ୍ତି ମଧ୍ୟ ଏଠାରେ ଶୋଭା ପାଉଛନ୍ତି। ତାପରେ ଆମେ ମା ଲକ୍ଷ୍ମୀଙ୍କୁ ଦର୍ଶନ କଲୁ। ତାପରେ ଆମେ ମହାପ୍ରଭୁଙ୍କ ପାଖକୁ ଗଲୁ। ମୁଁ ଓ ମୋ ବାପା ଆମେ ପ୍ରଥମେ ଭଗବାନଙ୍କ ଆଗରେ ଘଣ୍ଟି ବଜେଇଲୁ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ତାପରେ ବୋଉ ଧୂପ ଓ ଦୀପ ଲଗେଇଲେ। ଭଗବାନଙ୍କ ଆଗରେ ଯାଇ ଦୀପ ବନ୍ଦାପନା କଲେ। ଶ୍ରଦ୍ଧାର ସହିତ ଭଗବାନଙ୍କୁ ଧୂପ ଦୀପ ଅର୍ପଣ କଲେ। ଭଗବାନ ଆମର ମଙ୍ଗଳ କାମନା କରନ୍ତି। ତାପରେ ବୋଉ ଧୂପ ନେଇ ବଜରଙ୍ଗବାଲୀଙ୍କ ପାଖକୁ ଗଲେ। ସେଠାରେ ବାପା ଓ ବୋଉ ମିଶି ବଜରଙ୍ଗବାଲୀଙ୍କୁ ଧୂପ ଦ୍ୱାରା ବନ୍ଦାପନା କଲେ। ତାପରେ ମୁଁ ମଧ୍ୟ ବାବା ବଜରଙ୍ଗବାଲୀଙ୍କୁ ଧୂପ ଦେଲି ଓ ଜୁହାର ହେଲି। ତାପରେ ନନା ଆସି ଆମେ ଦେଇଥିବା ଫୁଲମାଳକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପିନ୍ଧାଇ ଦେଲେ। ଦେଖନ୍ତୁ, ତୁଳସୀ ମାଳରେ ଭଗବାନ କେତେ ସୁନ୍ଦର ଦେଖାଯାଉଛନ୍ତି। ଜଣେ ଲୋକ ମହାପ୍ରଭୁଙ୍କ ପାଇଁ ପଦ୍ମ ଫୁଲ ଆଣିଥିଲେ। ନନା ଭଗବାନଙ୍କ ପାଖରେ ସେ ପଦ୍ମ ଫୁଲ ଗୁଡ଼ିକୁ ନେଇ ସଜେଇଲେ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛନ୍ତି ମହାପ୍ରଭୁ। ତୁଳସୀ ଯେପରି ତାଙ୍କର ପ୍ରିୟ, ପଦ୍ମ ଫୁଲ ମଧ୍ୟ ତାଙ୍କର ବହୁତ ପ୍ରିୟ। ଏଠାରେ ଦେଖନ୍ତୁ, ମା ଲକ୍ଷ୍ମୀ ମଧ୍ୟ ପଦ୍ମ ଫୁଲରେ ସଜେଇ ହୋଇଛନ୍ତି। ତାପରେ ନନା ଭଗବାନଙ୍କ ପାଖରେ କେତେ ପ୍ରକାର ଭୋଗ ଲଗେଇଲେ ଦେଖନ୍ତୁ। ମୋ ଆଈ ଭଗବାନଙ୍କ ଆଗରେ ହାତ ଯୋଡ଼ି କ'ଣ ଗୋଟେ ଗୁହାରି କରୁଛି ଦେଖନ୍ତୁ। ଭଗବାନ ତାକୁ ଭଲରେ ରଖନ୍ତୁ। ଶେଷରେ ମୋ ବୋଉ ବାବା ମହାଦେବଙ୍କ ପାଖରେ ମୁଣ୍ଡିଆଟେ ମାରି ଆମେ ସମସ୍ତେ ଘରକୁ ଫେରିଗଲେ। ଆଜିର ବ୍ଲଗ୍ଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।